ପରିବର୍ତ୍ତନୀ ଏକାଦଶୀ ଓ ତୁଳସୀ ମାତାଙ୍କର ପବିତ୍ର ମାହାତ୍ମ୍ୟ। ରାଧେ ରାଧେ, ହରେ କୃଷ୍ଣ। ଆପଣ ସମସ୍ତଙ୍କ ଦିନ ଶୁଭ ହେଉ ଏବଂ ଆପଣ ସମସ୍ତଙ୍କୁ ପରିବର୍ତ୍ତନୀ ଏକାଦଶୀର ଅନେକ ଅନେକ ଶୁଭେଚ୍ଛା। ଭାଦ୍ରପଦ ମାସର ଶୁକ୍ଳ ପକ୍ଷର ପରିବର୍ତ୍ତନୀ ଏକାଦଶୀ ଦିବସ ନିଜେ ଏକ ଅଦ୍ଭୁତ, ଅଲୌକିକ ଏବଂ ପରମ ପବିତ୍ର ବୋଲି ବିବେଚିତ ହୋଇଛି। ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ଯେ ଯେତେବେଳେ 4 ମାସ ପର୍ଯ୍ୟନ୍ତ ଭଗବାନ ଶ୍ରୀ ହରି ବିଷ୍ଣୁ ଯୋଗ ନିଦ୍ରାରେ ଶୟନ କରନ୍ତି, ସେହିଦିନ ସେ କରବଟ ବଦଳାନ୍ତି। ଏହି କାରଣରୁ ଏହାକୁ ପରିବର୍ତ୍ତନୀ ବା ପରିବର୍ତ୍ତନ ଏକାଦଶୀ ମଧ୍ୟ କୁହାଯାଏ। ଏହି ଦିନର ବିଶେଷ ମହତ୍ଵ ବ୍ରଜର ମଙ୍ଗଳମୟ ଜୀବନ ସହିତ ମଧ୍ୟ ଜଡ଼ିତ, କାରଣ ଆଜି ହିଁ ମୈୟା ଯଶୋଦା ଲାଲା କାହ୍ନାଙ୍କର ସୂର୍ଯ୍ୟ ପୂଜା କରାଇଥିଲେ, ଯାହାକୁ ପୁଅ ପୂଜନ ମଧ୍ୟ କୁହାଯାଏ। ଏହା ସେହି ପବିତ୍ର ଅବସର ଥିଲା ଯେତେବେଳେ ପ୍ରଥମ ଥର ପାଇଁ ନନ୍ଦ ବାବା ନିଜ ଲାଲାଙ୍କୁ ରଥରେ ବସାଇ ମହେଶ୍ୱର ନଗରରେ ଭବ୍ୟ ଭ୍ରମଣ କରାଇଥିଲେ। ତେଣୁ ଏହି ତିଥି କେବଳ ଉପବାସ ଓ ପୂଜନର ନୁହେଁ, ବରଂ ଭଗବାନ ଜୀବନର ସହିତ ଜଡ଼ିତ ସ୍ମରଣୀୟ ଉତ୍ସବମାନଙ୍କ ମଧ୍ୟ ପ୍ରତୀତ ହୋଇଛି। କୁହାଯାଇଛି ଯେ ଏହି ଦିନ ଉପବାସ କରୁଥିବା ଭକ୍ତ ନିଜର ସମସ୍ତ ପାପରୁ ମୁକ୍ତ ହୋଇ ବିଷ୍ଣୁ ଧାମ ପ୍ରାପ୍ତ କରନ୍ତି। ଏହା ହିଁ କାରଣ ଯେ ଧର୍ମରାଜ ଯୁଧିଷ୍ଠିର ନିଜ ଅନ୍ତଃକରଣରେ ଉଠୁଥିବା ସନ୍ଦେହ ଏବଂ ଜିଜ୍ଞାସା ସମାଧାନ ପାଇବା ପାଇଁ ଆଜି ପୁନର୍ବାର ଉତ୍ସୁକତାର ସହିତ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରତୀକ୍ଷା କରୁଛନ୍ତି। ଏହି ସମୟରେ ସମଗ୍ର ପରିବେଶ ଅଦ୍ଭୁତ ରୂପ ଧାରଣ କରେ। ଆକାଶରେ ଦିବ୍ୟ ନାଦ ଗୁଞ୍ଜରି ଉଠେ, ଦିଗମାନେ ସ୍ୱର୍ଣ୍ଣିମ ଆଭାରେ ଆଲୋକିତ ହୁଅନ୍ତି, ମନ୍ଥର ସମୀର ଏକ ଅନୁପମ ମାଧୁର୍ଯ୍ୟ ନେଇ ବହିଥାଏ ଏବଂ ସମଗ୍ର ସୃଷ୍ଟି ଯେପରି ଆନନ୍ଦରେ ମଗ୍ନ ହୋଇ ଉଠେ। ଏହି ଶୁଭ କ୍ଷଣରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଭବ୍ୟ ଓ ମଙ୍ଗଳମୟ ଆଗମନ ହୁଏ ଏବଂ ପରିବର୍ତ୍ତନୀ ଏକାଦଶୀର ପବିତ୍ର କଥାରେ ଶ୍ରୀ ଗଣେଶ ଆରମ୍ଭ ହୁଏ। ଯୁଧିଷ୍ଠିର ମହାରାଜ ପଚାରିଲେ, ହେ କେଶବ, ଦୟାକରି କୁହନ୍ତୁ, ଭାଦ୍ରପଦ ମାସର ଶୁକ୍ଳ ପକ୍ଷରେ ଯେଉଁ ଏକାଦଶୀ ହୁଏ ତାହାର ନାମ କ'ଣ, ତାର ଦେବତା କିଏ ଏବଂ ତାର ବିଧି କ'ଣ? ତାପରେ ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ରାଜନ, ଏହି ବିଷୟରେ ମୁଁ ତୁମକୁ ଏକ ଆଶ୍ଚର୍ଯ୍ୟଜନକ କଥା ଶୁଣାଉଛି, ଯାହା ଏକ ସମୟରେ ଶ୍ରୀ ବ୍ରହ୍ମ ଦେବର୍ଷି ନାରଦଙ୍କୁ କହିଥିଲେ। ନାରଦଜୀ ପଚାରିଲେ, ହେ ଚତୁର୍ମୁଖ, ଆପଣଙ୍କୁ ନମସ୍କାର। ମୁଁ ଭଗବାନ ବିଷ୍ଣୁଙ୍କ ଆରାଧନା ପାଇଁ ଆପଣଙ୍କ ଶ୍ରୀମୁଖରୁ ଏହା ଶୁଣିବାକୁ ଚାହୁଁଛି ଯେ ଭାଦ୍ରପଦ ମାସର ଶୁକ୍ଳ ପକ୍ଷରେ ଯେଉଁ ଏକାଦଶୀ ହୁଏ। ତାପରେ ଶ୍ରୀ ବ୍ରହ୍ମାଜୀ କହିଲେ, ହେ ମୁନି ଶ୍ରେଷ୍ଠ, ତମେ ଲୋକହିତ ପାଇଁ ଏକ ଉତ୍ତମ ପ୍ରଶ୍ନ ପଚାରିଛ, କାହିଁକି ନା ତୁମେ ତ ବୈଷ୍ଣବ। ଭାଦ୍ର ମାସର ଶୁକ୍ଳ ପକ୍ଷର ଏକାଦଶୀ ପରିବର୍ତ୍ତନୀ ନାମରେ ବିଖ୍ୟାତ। ଏହି ଦିନ ଭଗବାନ ଋଷିକେଶଙ୍କର ପୂଜା କରାଯାଏ ଏବଂ ଏହି ଉତ୍ତମ ଉପବାସ ଅବଶ୍ୟ କରିବା ଯୋଗ୍ୟ। ସୂର୍ଯ୍ୟବଂଶର ମାନଧାତା ନାମକ ଜଣେ ଚକ୍ରବର୍ତ୍ତୀ ସତ୍ୟପ୍ରଜ୍ଞ ଓ ପ୍ରତାପୀ ରାଜା ଥିଲେ। ସେ ନିଜର ଔରସ ପୁତ୍ରମାନଙ୍କ ପରି ଧର୍ମ ଅନୁସାରେ ପ୍ରଜାର ପାଳନ କରୁଥିଲେ। ତାଙ୍କ ରାଜ୍ୟରେ କେବେ ଅକାଳ ହେଉନଥିଲା, କାହାକୁ ମାନସିକ କଷ୍ଟ ମଧ୍ୟ ନଥିଲା ଏବଂ ରୋଗ ବ୍ୟାଧିର ପ୍ରକୋପ ତାଙ୍କ ରାଜ୍ୟରେ କେବେ ହେଉନଥିଲା। ତାଙ୍କ ପ୍ରଜା ନିର୍ଭୟ ଓ ଧନଧାନ୍ୟରେ ସମୃଦ୍ଧ ଥିଲେ। ମହାରାଜଙ୍କ କୋଷାଗାରରେ କେବଳ ନ୍ୟାୟ ଉପାର୍ଜିତ ଧନର ସଂଗ୍ରହ ଥିଲା। ତାଙ୍କ ରାଜ୍ୟରେ ସମସ୍ତ ବର୍ଣ୍ଣ ଓ ଆଶ୍ରମର ଲୋକେ ନିଜ ନିଜ ଧର୍ମରେ ତତ୍ପର ରହୁଥିଲେ। ମାନ୍ୟତାଙ୍କ ରାଜ୍ୟର ଭୂମି କାମଧେନୁ ପରି ଫଳଦାୟୀ ଥିଲା। ତାଙ୍କ ରାଜ୍ୟକାଳରେ ପ୍ରଜା ଅତ୍ୟନ୍ତ ସୁଖ ପାଉଥିଲେ। ଏକ ସମୟରେ କୌଣସି କର୍ମର ଫଳ ଭୋଗ ହେବା ଯୋଗୁଁ ରାଜାଙ୍କ ରାଜ୍ୟରେ 3 ବର୍ଷ ପର୍ଯ୍ୟନ୍ତ ବର୍ଷା ହେଲା ନାହିଁ। ଏହାଦ୍ୱାରା ତାଙ୍କ ପ୍ରଜା ଭୋକରେ ପୀଡ଼ିତ ହୋଇ ନଷ୍ଟ ହେବାକୁ ଲାଗିଲେ। ତାପରେ ସମସ୍ତ ପ୍ରଜା ମହାରାଜଙ୍କ ପାଖକୁ ଆସି ଏହିପରି କହିଲେ। ପ୍ରଜା କହିଲେ, ହେ ରାଜନ, ଆପଣଙ୍କୁ ପ୍ରଜାର କଥା ଶୁଣିବା ଉଚିତ। ପୁରାଣରେ ମନୀଷୀ ପୁରୁଷମାନେ ଜଳକୁ ନୀର ବୋଲି କହିଛନ୍ତି। ସେହି ନୀର ହିଁ ଭଗବାନଙ୍କ ଆୟନ ଅର୍ଥାତ୍ ନିବାସ ସ୍ଥାନ। ତେଣୁ ସେ ନାରାୟଣ ବୋଲି କୁହାଯାଏ। ନାରାୟଣ ସ୍ୱରୂପ ଭଗବାନ ବିଷ୍ଣୁ ସର୍ବତ୍ର ବ୍ୟାପକ ରୂପରେ ବିଜୟମାନ। ସେ ହିଁ ମେଘ ସ୍ୱରୂପ ହୋଇ ବର୍ଷା କରନ୍ତି। ବର୍ଷାରୁ ଅନ୍ନ ଉତ୍ପନ୍ନ ହୁଏ ଏବଂ ଅନ୍ନରୁ ପ୍ରଜା ଜୀବନ ଧାରଣ କରେ।
ତେଣୁ ଏପରି କିଛି ଉପାୟ କରନ୍ତୁ ଯାହାଦ୍ୱାରା ଆମର ଯୋଗକ୍ଷମର ନିର୍ବାହ ହେବ। ରାଜା କହିଲେ, ଆପଣମାନଙ୍କର କଥା ସତ୍ୟ, କାରଣ ଅନ୍ନକୁ ବ୍ରହ୍ମ ବୋଲି କୁହାଯାଇଛି। ଅନ୍ନରୁ ପ୍ରାଣୀ ଉତ୍ପନ୍ନ ହୁଅନ୍ତି ଏବଂ ଅନ୍ନରୁ ହିଁ ଜଗତ ଜୀବନ ଧାରଣ କରେ। ଲୋକମାନେ ଏହା ଶୁଣାଯାଏ ଏବଂ ପୁରାଣରେ ମଧ୍ୟ ବିସ୍ତୃତ ଭାବରେ ଏହା ବର୍ଣ୍ଣିତ ଅଛି ଯେ ରାଜାଙ୍କର ଅତ୍ୟାଚାର ଯୋଗୁଁ ହିଁ ପ୍ରଜାଙ୍କୁ ପୀଡ଼ା ହୁଏ। କିନ୍ତୁ ଯେତେବେଳେ ମୁଁ ବହୁ ଚିନ୍ତା କରେ, ମୋତେ ମୋର କରା କୌଣସି ଅପରାଧ ଦେଖାଯାଏ ନାହିଁ। ତଥାପି ମୁଁ ପ୍ରଜାର ହିତ ପାଇଁ ପୂର୍ଣ୍ଣ ପ୍ରୟାସ କରିବି, ଏହା ନିଶ୍ଚୟ କରି ରାଜା ମାନଧାତା କିଛି ଗଣିତ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ବିଧାତାଙ୍କୁ ପ୍ରଣାମ କରି ସଘନ ବନ ଆଡ଼କୁ ଚାଲିଗଲେ। ସେଠାରେ ପହଞ୍ଚି ସେ ମୁନି ମୁଖ୍ୟ ଓ ତପସ୍ୱୀମାନଙ୍କ ଆଶ୍ରମରେ ଭ୍ରମଣ କଲେ। ଏକଦିନ ସେମାନେ ବ୍ରହ୍ମପୁତ୍ର ଅଙ୍ଗିରା ଋଷିଙ୍କ ଦର୍ଶନ ପାଇଁ ଗଲେ। ତାଙ୍କୁ ଦେଖି ରାଜା ହର୍ଷରେ ଭରିଗଲେ। ନିଜ ବାହନରୁ ଓହ୍ଲାଇ ଇନ୍ଦ୍ରିୟମାନଙ୍କୁ ନିମନ୍ତ୍ରଣରେ ରଖି ଦୁଇ ହାତ ଯୋଡ଼ି ମୁନିଙ୍କ ଚରଣରେ ପ୍ରଣାମ କଲେ। ମୁନି ମଧ୍ୟ ସ୍ୱସ୍ତି କହି ରାଜାଙ୍କର ଅଭିନନ୍ଦନ କଲେ ଏବଂ ତାଙ୍କ ରାଜ୍ୟର 7ଟି ଅଙ୍ଗର କୁଶଳତା ପଚାରିଲେ। ତାପରେ ରାଜା ନିଜର କୁଶଳତା କହି ମୁନିଙ୍କ ସ୍ୱାସ୍ଥ୍ୟ ସମାଚାର ପଚାରିଲେ। ମୁନି ରାଜାଙ୍କୁ ଆସନ ଓ ଅର୍ଘ୍ୟ ଦେଲେ। ତାହା ଗ୍ରହଣ କରି ରାଜା ମୁନିଙ୍କ ନିକଟରେ ବସିଲେ। ତାପରେ ମୁନି ରାଜାଙ୍କ ଆଗମନର କାରଣ ପଚାରିଲେ। ତାପରେ ରାଜା କହିଲେ, ହେ ଭଗବାନ, ମୁଁ ଧର୍ମାନୁକୂଳ ପ୍ରଣାଳୀରେ ପୃଥିବୀର ପାଳନ କରୁଥାଏ, ତଥାପି ମୋ ରାଜ୍ୟରେ ବର୍ଷାର ଅଭାବ ହେଲା। ଏହାର କାରଣ କ'ଣ? ମୁଁ ଏହା ଜାଣିନାହିଁ। ଋଷି କହିଲେ, ହେ ରାଜନ, ସବୁ ଯୁଗରେ ଉତ୍ତମ ଏହି ସତ୍ୟ ଯୁଗ। ଏଥିରେ ସମସ୍ତ ପରମାତ୍ମାଙ୍କ ଚିନ୍ତନରେ ଲାଗି ରହିଛନ୍ତି। ଏହି ଯୁଗରେ ଧର୍ମ ନିଜର 4 ଚରଣରେ ଯୁକ୍ତ। ଏହି ଯୁଗରେ କେବଳ ବ୍ରାହ୍ମଣ ହିଁ ତପସ୍ୱୀ ହୁଅନ୍ତି, ଅନ୍ୟ ଲୋକ ନୁହନ୍ତି। କିନ୍ତୁ ହେ ମହାରାଜ, ତୁମ ରାଜ୍ୟରେ ଜଣେ ଶୂଦ୍ର ତପସ୍ୟା କରୁଛି। ଏହା ହିଁ କାରଣ ଯେ ମେଘ ଜଳ ବର୍ଷାଉ ନାହାନ୍ତି। ତୁମେ ଏହାର ପ୍ରତିକାର ପାଇଁ ପ୍ରୟାସ କର, ଯାହାଦ୍ୱାରା ଏହି ଅନାବୃଷ୍ଟିର ଦୋଷ ଶାନ୍ତ ହେବ। ରାଜା କହିଲେ, ହେ ମୁନିବର, ସେ ତ ଗୋଟିଏ ତପସ୍ୟାରେ ଲାଗିଛି, ଆଉ ସେ ନିରପରାଧ, ତେଣୁ ମୁଁ ତାର ଅନିଷ୍ଟ କରିବି ନାହିଁ। ଆପଣ ଏହି ଦୋଷ ଶାନ୍ତ କରିବା ପାଇଁ କିଛି ଧର୍ମର ଉପଦେଶ ଦିଅନ୍ତୁ। ଋଷି କହିଲେ, ହେ ରାଜନ, ଯଦି ଏପରି କଥା, ତେବେ ଏକାଦଶୀର ଉପବାସ କର। ଭାଦ୍ରପଦ ମାସର ଶୁକ୍ଳ ପକ୍ଷରେ ଯେଉଁ ପରିବର୍ତ୍ତନୀ ନାମରେ ବିଖ୍ୟାତ ଏକାଦଶୀ ହୁଏ, ତାର ଉପବାସ ପ୍ରଭାବରେ ନିଶ୍ଚିତ ଭାବେ ଉତ୍ତମ ବର୍ଷା ହେବ। ହେ ରାଜନ, ତୁମେ ନିଜ ପ୍ରଜା ଓ ପରିଜନମାନଙ୍କ ସହିତ ଏହି ଉପବାସ କର। ଋଷିଙ୍କର ଏହି ବଚନ ଶୁଣି ରାଜା ଋଷିଙ୍କୁ ପ୍ରଣାମ କରି ନିଜ ମହଲକୁ ଫେରି ଆସିଲେ। ତାପରେ ସେ 4 ବର୍ଣ୍ଣର ସମସ୍ତ ପ୍ରଜା ସହିତ ଭାଦ ମାସର ଶୁକ୍ଳ ପକ୍ଷର ଏକାଦଶୀ ଉପବାସ କଲେ। ଏହିପରି ଉପବାସ କରିବା ଫଳରେ ମେଘ ଜଳ ବର୍ଷାଇଲେ, ପୃଥିବୀ ଜଳରେ ପରିପୂର୍ଣ୍ଣ ହେଲା ଓ ହରିତ କ୍ଷେତ ସହିତ ସୁଶୋଭିତ ହେବାକୁ ଲାଗିଲା। ଏହି ଉପବାସର ପ୍ରଭାବରେ ସମସ୍ତେ ସୁଖୀ ହେଲେ। ଭଗବାନ ଶ୍ରୀକୃଷ୍ଣ ଧର୍ମରାଜଙ୍କୁ କହିଲେ, ହେ ରାଜନ, ଏହି କାରଣରୁ ଏହି ଉତ୍ତମ ଉପବାସର ଅନୁଷ୍ଠାନ ଅବଶ୍ୟ କରିବା ଉଚିତ। ପରିବର୍ତ୍ତନୀ ଏକାଦଶୀ ଦିନ ଜଳରେ ଭର୍ତ୍ତି ଘଟାଇବାକୁ ସଫା ଧଳା ବସ୍ତ୍ରରେ ଢାଙ୍କି ଦହି ଓ ଚାଉଳ ସହିତ ବ୍ରାହ୍ମଣଙ୍କୁ ଦାନ ଦେବା ଉଚିତ। ସାଙ୍ଗରେ ଛତା ଓ ଜୋତା ମଧ୍ୟ ଦେବା ଉଚିତ। ଦାନ କରିବା ସମୟରେ ଏହିପରି କହିବା ଉଚିତ, ବୁଧବାର ଓ ଶ୍ରବଣ ନକ୍ଷତ୍ରର ଯୋଗରେ ଯୁକ୍ତ ଦ୍ୱାଦଶୀ ଦିନ ବୁଧ ଶ୍ରବଣ ନାମ ଧାରଣ କରୁଥିବା ଭଗବାନ ଗୋବିନ୍ଦଙ୍କୁ ନମସ୍କାର। ଆପଣଙ୍କୁ ନମସ୍କାର। ମୋ ପାପ ରାଶିର ନାଶ କରି ଆପଣ ମୋତେ ସମସ୍ତ ପ୍ରକାର ସୁଖ ପ୍ରଦାନ କରନ୍ତୁ। ଆପଣ ପୁଣ୍ୟାତ୍ମା ଜନଙ୍କୁ ଭୋଗ ଓ ମୋକ୍ଷ ପ୍ରଦାନ କରୁଥିବା ଏବଂ ସୁଖଦାୟୀ। ହେ ରାଜନ, ଏହାର ପଢ଼ିବା ଓ ଶୁଣିବା ମାତ୍ରେ ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୁଏ। ଏହିପରି ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ପରିବର୍ତ୍ତନ ଏକାଦଶୀର ଉପବାସ ମହାତ୍ମ୍ୟ ଶୁଣାଇଲେ, ତାପରେ ଧର୍ମରାଜ ହୃଦୟର ସମସ୍ତ ସନ୍ଦେହ ଶାନ୍ତ ହେଲା। ତାଙ୍କ ମୁଖରେ ସନ୍ତୋଷ ଓ ଭକ୍ତିର ତେଜ ଝଲସି ଉଠିଲା। ଯୁଧିଷ୍ଠିର ମହାରାଜ ହାତ ଯୋଡ଼ି କହିଲେ, ହେ ନାଥ, ଆପଣ ଆଜି ମୋ ମନର ସମସ୍ତ ସନ୍ଦେହ ଦୂର କଲେ, ମୋତେ ଧର୍ମର ସାର ବୁଝାଇଲେ ଏବଂ ଏକାଦଶୀର ଅଦ୍ଭୁତ ମହତ୍ଵ ମଧ୍ୟ କହିଲେ। ଏବେ ଏହି ଉପବାସ ମୁଁ ଓ ମୋ ସମସ୍ତ ଭାଇମାନେ ଅତ୍ୟନ୍ତ ଶ୍ରଦ୍ଧାରେ ଅବଶ୍ୟ କରିବୁ। ଏହା କହି ଯୁଧିଷ୍ଠିର ମହାରାଜ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ପ୍ରଣାମ କଲେ। ସେହି ସମୟରେ ଭୀମ, ଅର୍ଜୁନ ଓ ନକୁଳ ସହଦେବ ମଧ୍ୟ ସେଠାରେ ଉପସ୍ଥିତ ହୋଇ କଥା ଶ୍ରବଣରେ ଧନ୍ୟ ହେଲେ ଏବଂ ସମସ୍ତେ ଉପବାସ କରିବାର ସଂକଳ୍ପ ନେଲେ।
ସଭାରେ ଉପସ୍ଥିତ ମହାରାଣୀ ଦ୍ରୌପଦୀ ଓ ମହଲରେ ଅନ୍ୟ ନାରୀମାନେ ମଧ୍ୟ ହର୍ଷ ଓ ଭକ୍ତିରେ ଭରି ଉଠିଲେ। ସେହି ପବିତ୍ର କ୍ଷଣରେ ସମଗ୍ର ରାଜମହଲରେ ଯେପରି ଦିବ୍ୟ ପ୍ରକାଶ ବିସ୍ତାର ହେଲା। ଶଙ୍ଖନାଦ ଓ ମଙ୍ଗଳ ଧ୍ୱନି ଗୁଞ୍ଜରି ଉଠିଲା। ଦେବତାମାନେ ପୁଷ୍ପବୃଷ୍ଟି କଲେ ଏବଂ ପ୍ରତ୍ୟେକ ଶ୍ରୀକୃଷ୍ଣଙ୍କ ମହିମାର ଗାନ କରିବାକୁ ଲାଗିଲେ। ଏହିପରି କଥା ଶ୍ରବଣରୁ ଧର୍ମରାଜ ଯୁଧିଷ୍ଠିରଙ୍କୁ ଧର୍ମର ଗାଢ଼ ଜ୍ଞାନ ପ୍ରାପ୍ତ ହେଲା ଏବଂ ସମଗ୍ର ସଭା ଭକ୍ତି ଭାବରେ ଶ୍ରୀହରିଙ୍କ ଚରଣରେ ଲୀନ ହୋଇଗଲା। ସମସ୍ତେ ପ୍ରେମରେ କୁହନ୍ତି, ଶ୍ରୀ ଲକ୍ଷ୍ମୀନାରାୟଣ ଭଗବାନଙ୍କର ଜୟ ହେଉ, ପରିବର୍ତ୍ତନ ଏକାଦଶୀର ଜୟ। କିନ୍ତୁ ଭକ୍ତଜନ ମାନେ ଏହି କଥା ଏଠାରେ ସମାପ୍ତ ହୁଏ ନାହିଁ। କାରଣ ଶାସ୍ତ୍ରରେ ସ୍ପଷ୍ଟ କୁହାଯାଇଛି ଯେ ଯେପର୍ଯ୍ୟନ୍ତ ଭଗବାନ ଶ୍ରୀହରିଙ୍କ ପ୍ରାଣପ୍ରିୟା ତୁଳସୀ ମାତାଙ୍କ କଥାର ଶ୍ରବଣ ନ କରାଯାଏ ସେ ପର୍ଯ୍ୟନ୍ତ ଏକାଦଶୀର କୌଣସି କଥା ପୂର୍ଣ୍ଣ ବୋଲି ଗଣାଯାଏ ନାହିଁ। ତୁଳସୀ ମାତା ହିଁ ସେହି ପବିତ୍ର ସ୍ୱରୂପ ଯାହାଙ୍କ ସେବା ଓ ପୂଜନରୁ ସ୍ୱୟଂ ଶ୍ରୀ ନାରାୟଣ ପ୍ରସନ୍ନ ହୋଇ ଭକ୍ତମାନଙ୍କୁ ଅକ୍ଷୟ ଫଳ ପ୍ରଦାନ କରନ୍ତି। ଯେପରି ଦୀପକ ବିନା ଅନ୍ଧକାର ଦୂର ହୁଏ ନାହିଁ, ସେହିପରି ତୁଳସୀ ମହିମା ବିନା ଏକାଦଶୀର ଉପବାସ ଅଧୁରା। ତେଣୁ ଆପଣମାନେ ଶ୍ରବଣ କରନ୍ତୁ ଶ୍ରୀହରିଙ୍କ ପ୍ରିୟତମା ସମସ୍ତ ଭକ୍ତଙ୍କର ମଙ୍ଗଳ କରୁଥିବା ପୁଣ୍ୟର ମୂର୍ତ୍ତି ମାତା ତୁଳସୀଙ୍କର ପବିତ୍ର କଥା। ଏକ ସମୟରେ ଭଗବାନ ଶ୍ରୀରାମ ଓ ମାତା ସୀତା ନିଜର 14 ବର୍ଷର ବନବାସ ସମୟରେ ଚିତ୍ରକୂଟରେ ବିଶ୍ରାମ କରୁଥିଲେ। ସେତେବେଳେ ସେମାନେ ତୁଳସୀ ମାତାଙ୍କ ଠାରୁ ମିଳୁଥିବା ପୁଣ୍ୟ ଫଳ ବିଷୟରେ ଆଲୋଚନା କରୁଥିଲେ। କଥାବାର୍ତ୍ତା ମଧ୍ୟରେ ମାତା ସୀତାଜୀଙ୍କ ମନରେ କିଛି ପ୍ରଶ୍ନ ଉଠିଲା। ସେ ଭଗବାନ ଶ୍ରୀରାମଙ୍କୁ କହିଲେ, ହେ ପ୍ରଭୁ, ମୋ ମନରେ କିଛି ପ୍ରଶ୍ନ ଉଠୁଛି ଯାହାର ଉତ୍ତର ଜାଣିବା ପାଇଁ ମୋ ମନ ବ୍ୟାକୁଳ ହେଉଛି। ଭଗବାନ ଶ୍ରୀରାମ କହିଲେ, ହେ ଦେବୀ, ତୁମ ମନରେ କେଉଁ ପ୍ରଶ୍ନ ଅଛି ଶୀଘ୍ର କୁହ। ମୁଁ ତୁମ ସମସ୍ତ ପ୍ରଶ୍ନର ଉତ୍ତର ତାର ରହସ୍ୟ ନିଶ୍ଚୟ କହିବି। ତାପରେ ମାତା ସୀତାଜୀ କହିଲେ, ହେ ପ୍ରଭୁ, ତୁଳସୀକୁ ଜଳ କିପରି ଦେବା ଉଚିତ? ତୁଳସୀକୁ ଜଳ ଦେବାର ସର୍ବୋତ୍ତମ ବିଧି କ'ଣ? ଜଳ ଦେବାର ମନ୍ତ୍ର କେଉଁଠି? ଭଗବାନ ଶ୍ରୀରାମ ମାତା ସୀତାଙ୍କୁ କହିଲେ, ହେ ଦେବୀ, ତୁଳସୀଜୀଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି 3ଟି ଶବ୍ଦ କୁହ, ଯାହାଦ୍ୱାରା ଦାରିଦ୍ର୍ୟ ଦୂର ହେବ। ଏକ ସମୟରେ ମାତା ସୀତାଜୀ ଭଗବାନ ଶ୍ରୀରାମଙ୍କୁ ତୁଳସୀଜୀଙ୍କ ଜଳ ଦେବାର ମହତ୍ଵ ବିଷୟରେ ପଚାରିଲେ। ଭଗବାନ ତାଙ୍କୁ ତାର ମହତ୍ଵ ବୁଝାଇଲେ। ତାପରେ ମାତା ସୀତାଜୀ କହିଲେ, ହେ ସ୍ୱାମୀ, ଆପଣ ମୋତେ ତୁଳସୀଜୀଙ୍କୁ ଜଳ ଦେବାର ମହତ୍ଵ କହିଲେ, କିନ୍ତୁ ଏବେ ମୋ ମନରେ ଏହା ଜାଣିବାର ଜିଜ୍ଞାସା ହେଉଛି ଯେ ତୁଳସୀ ଜଳ କିପରି ଦେବା ଉଚିତ? ଜଳ ଦେବାର ସର୍ବୋତ୍ତମ ବିଧି କ'ଣ? ଜଳ ଦେବାର ମନ୍ତ୍ର କେଉଁଠି? ଦୟାକରି ମୋତେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦିଅନ୍ତୁ। ଭଗବାନ ଶ୍ରୀରାମ ମାତା ସୀତାଜୀଙ୍କୁ କହିଲେ, ହେ ପ୍ରିୟା, ଯେପରି ମୁଁ ତୁମକୁ ତୁଳସୀର ମାହାତ୍ମ୍ୟ ଶୁଣାଇଛି, ସେହିପରି ତୁଳସୀକୁ ଜଳ ଦେବା ସମୟରେ ଉଚ୍ଚାରଣ କରାଯାଉଥିବା ମନ୍ତ୍ରର ମଧ୍ୟ ବଡ଼ ମହତ୍ଵ ଅଛି। ଏହି ମନ୍ତ୍ର କେବଳ 3ଟି ଶବ୍ଦର, କିନ୍ତୁ ଏହାର ପ୍ରଭାବ ଅତ୍ୟନ୍ତ ଚମତ୍କାରୀ। ଯେଉଁ ମନୁଷ୍ୟ ନିତ୍ୟ ତୁଳସୀକୁ ଜଳ ଦେବା ସମୟରେ ନିଜ ମୁଖରୁ ଏହି 3ଟି ଶବ୍ଦ କହିଦିଏ, ସାକ୍ଷାତ ମା ଲକ୍ଷ୍ମୀ ତାର ଘରେ ପ୍ରବେଶ କରନ୍ତି ଏବଂ ତାର ଦାରିଦ୍ର୍ୟ ଦୂର କରନ୍ତି, ତାକୁ ଧନଧାନ୍ୟରେ ପ୍ରାପ୍ତି ହୁଏ। ହେ ଦେବୀ, ଏହି ମନ୍ତ୍ର କହିବା ପୂର୍ବରୁ ମୁଁ ତୁମକୁ ତୁଳସୀର ଏହି ମନ୍ତ୍ରର ମାହାତ୍ମ୍ୟ ମଧ୍ୟ କହୁଛି। ଏହି ମାହାତ୍ମ୍ୟ ଶୁଣିବା ମାତ୍ରେ ମନୁଷ୍ୟର ସମସ୍ତ ପାପ ନଷ୍ଟ ହୋଇଯାଏ ଏବଂ ତାକୁ ଅନେକ ବର୍ଷ ପର୍ଯ୍ୟନ୍ତ ତୁଳସୀକୁ ଜଳ ଦେବାର ପୁଣ୍ୟ ମଧ୍ୟ ପ୍ରାପ୍ତ ହୁଏ। ତେଣୁ ହେ ଦେବୀ, ତୁମେ ମଧ୍ୟ ଏହି କଥାକୁ ଧ୍ୟାନ ପୂର୍ବକ ଶୁଣ। ମାତା ସୀତାଜୀ କହିଲେ, ହେ ପ୍ରଭୁ, ମୁଁ ଏହି କଥାକୁ ପୁରା ଶୁଣିବି। ଦୟାକରି ମୋତେ ଏବେ ତୁଳସୀର ମନ୍ତ୍ରର ମାହାତ୍ମ୍ୟ ଶୁଣାନ୍ତୁ। ଭଗବାନ ଶ୍ରୀରାମ କହିଲେ, ଏକ ସମୟରେ ଦକ୍ଷିଣ ଦିଗରେ ଏକ ଅତ୍ୟନ୍ତ ଶୋଭାୟମାନ ନଗରୀ ଥିଲା। ସେହି ନଗରୀରେ ସୁରେଶ ନାମକ ଜଣେ ଖୋଟି ବୁଦ୍ଧିର ବ୍ରାହ୍ମଣ ରହୁଥିଲେ, ଯିଏ ପାପୀମାନଙ୍କର ଶିରୋମଣି ଥିଲେ। ତାଙ୍କର ଜନ୍ମ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ଯେଉଁମାନେ ପାପ କର୍ମ କରୁଥିଲେ ଓ ଶାସ୍ତ୍ର ଜ୍ଞାନରେ ଶୂନ୍ୟ ଥିଲେ, ସେ ଜନ୍ମରୁ ବ୍ରାହ୍ମଣ ଥିଲେ, କିନ୍ତୁ କର୍ମରେ ଅତ୍ୟନ୍ତ ଦୁରାଚାରୀ ଥିଲେ। ସେ ନା ପୂଜାପାଠ କରୁଥିଲେ, ନା ଅତିଥିଙ୍କର ସତ୍କାର କରୁଥିଲେ। ଏପରି ନିଜର ଦ୍ୱାରକୁ ଆସିଥିବା ଅତିଥିଙ୍କୁ ବିନା କିଛି ଦାନ ଦେଇ ନିର୍ଦ୍ଦୟତାର ସହିତ ତଡ଼ି ଦେଉଥିଲେ। ସେ ସବୁବେଳେ ପରନାରୀଙ୍କ ପ୍ରତି ଆସକ୍ତି ରହୁଥିଲେ ଏବଂ ତାଙ୍କୁ ମଦିରାପାନ କରିବାର ମଧ୍ୟ ଖରାପ ଅଭ୍ୟାସ ଥିଲା। ସେ ମାଂସ ମଧ୍ୟ ଖାଉଥିଲେ। ସେଦିନ କ୍ଷେତରେ କାମ ସାରି ପତ୍ର ବିକ୍ରି କରି ଜୀବିକା ଚଳାଉଥିଲେ ଆଉ ରାତିରେ ବ୍ୟଭିଚାର କରୁଥିଲେ।
ଏହିପରି ସେହି ବ୍ରାହ୍ମଣ ଅନେକ ବର୍ଷ ପର୍ଯ୍ୟନ୍ତ ଜୀବନ ବିତାଇଲେ। ଏକ ଦିନ ସେ ଦୁର୍ବୁଦ୍ଧି ପତ୍ର ବିକ୍ରି ପାଇଁ ପତ୍ର ସଂଗ୍ରହ କରିବାକୁ ଏକ ଋଷିଙ୍କ ଆଶ୍ରମ ନିକଟରେ ଘୁରି ବୁଲୁଥିଲେ ଏବଂ ସେଠାରେ ଥିବା ଗଛମାନଙ୍କୁ ପତ୍ର ତୋଳୁଥିଲେ। ସେତେବେଳେ ଏକ କାଳରୂପୀ କଳା ଭୟଙ୍କର ସାପ ତାଙ୍କୁ କାମୁଡ଼ିଦେଲା ଏବଂ ସେହି ସମୟରେ ତାଙ୍କର ମୃତ୍ୟୁ ହୋଇଗଲା। ତାପରେ ଦୁଇ ଯମଦୂତ ତାଙ୍କୁ ନେବାକୁ ସେହି ସ୍ଥାନରେ ପ୍ରକଟ ହେଲେ ଏବଂ ତାଙ୍କୁ ଉଠାଇ ଯମଲୋକକୁ ନେଇଗଲେ। ମାର୍ଗରେ ସେ ଯମଦୂତମାନଙ୍କ ଆଗରେ ବହୁତ କରୁଣ ବିଳପ କରି କହିଲେ, ହେ ଦୂତମାନେ, ମୋତେ କେଉଁଠାକୁ ନେଉଛ? ମୋତେ ଛାଡ଼ିଦିଅ। କିନ୍ତୁ ଯମଦୂତମାନେ ତାଙ୍କୁ ଏହା କହି ଟାଣି ନେଇଗଲେ। ହେ ଦୁଷ୍ଟ ବ୍ରାହ୍ମଣ, ତମେ ପାପ କର୍ମ ଯୋଗୁଁ ସାପ ତୁମକୁ କାମୁଡ଼ିଛି। ଏବେ ଯମରାଜଜୀ ତମକୁ ନିଶ୍ଚୟ ଭୟଙ୍କର ନର୍କରେ ପକାଇବେ। ଯମଦୂତମାନେ ସେହି ବ୍ରାହ୍ମଣକୁ ଯମଲୋକକୁ ନେଇ ଯମରାଜଜୀଙ୍କ ସମ୍ମୁଖରେ ଛିଡ଼ା କଲେ। ତାପରେ ଚିତ୍ରଗୁପ୍ତ ମହାରାଜ ସେ ବ୍ରାହ୍ମଣଙ୍କର ଲେଖାଜୋଖା ବାହାର କରି ଯମରାଜଜୀ କହିଲେ, ହେ ଧର୍ମରାଜ, ଏହି ବ୍ରାହ୍ମଣ ବାଲ୍ୟକାଳରୁ ମୃତ୍ୟୁ ପର୍ଯ୍ୟନ୍ତ ପାପ ହିଁ ପାପ କରିଛି। ନିଜ ସମଗ୍ର ଜୀବନରେ ଏହା କୌଣସି ପୁଣ୍ୟ କାମ କରିନାହିଁ। ତାପରେ ଧର୍ମରାଜଜୀ ନିଜ ଦୂତମାନଙ୍କୁ କହିଲେ, ହେ ଦୂତମାନେ, ଏହି ଘୋର ପାପୀ ବ୍ରାହ୍ମଣକୁ ଉଠାଇ ନେଇ ନର୍କରେ ପକାଅ। ତାପରେ ଯମଦୂତମାନେ ସେହି ବ୍ରାହ୍ମଣକୁ ନର୍କ ଭୟଙ୍କର ଅଗ୍ନିରେ ଠେଲିଦେଲେ। ଅନେକ ବର୍ଷ ପର୍ଯ୍ୟନ୍ତ ନର୍କରେ ଦଣ୍ଡ ଭୋଗ କରିବା ପରେ ସେହି ବ୍ରାହ୍ମଣଙ୍କୁ ତାଙ୍କର ଦ୍ୱିତୀୟ ଜନ୍ମରେ ଏକ ବଳଦର ଶରୀର ମିଳିଲା। ବଳଦର ଜନ୍ମ ପାଇଁ ସେ ଭାର ବୋହିବା କାମ କରିବାକୁ ଲାଗିଲା। ତାର ମାଲିକ ତାଙ୍କଠାରୁ ଦିନ ରାତି କାମ କରାଇବାକୁ ଲାଗିଲା। ଯେତେବେଳେ ସେହି ବଳଦର ଶକ୍ତି କମିଗଲା, ତାର ମାଲିକ ତାକୁ ଏକ ଲଙ୍ଗଡ଼ା ଲୋକକୁ ବିକ୍ରି କରିଦେଲା। ସେହି ଲଙ୍ଗଡ଼ା ଲୋକ ସେହି ବଳଦକୁ ନିଜର ଭାର ବୋହିବା କାମରେ ବ୍ୟବହାର କରିବା ଆରମ୍ଭ କଲା। ଏହିପରି ସେହି ବଳଦ 10 ବର୍ଷ ପର୍ଯ୍ୟନ୍ତ ସେହି ଲଙ୍ଗଡ଼ା ଲୋକର ଭାର ବୋହିଲା। ଏକ ଦିନ ସେହି ଲଙ୍ଗଡ଼ା ଲୋକ ତାର ପିଠିରେ ବସି ଏକ ଉଚ୍ଚ ପର୍ବତକୁ ଯାଉଥିଲା। ପର୍ବତରେ ବହୁ ସମୟ ଚଢ଼ିବା ଯୋଗୁଁ ସେହି ବଳଦ ଥକି ଯାଇଥିଲା। ତାର ଶକ୍ତି କମିଗଲା ଏବଂ ସେ ଅଜ୍ଞାନ ହୋଇ ଭୂମିରେ ପଡ଼ିଗଲା ଓ ଶେଷ ନିଶ୍ୱାସ ନେବାକୁ ଲାଗିଲା। ସେଠାରେ ଛିଡ଼ା ହୋଇଥିବା ଲୋକମାନଙ୍କୁ ସେହି ବଳଦ ଉପରେ ବହୁତ ଦୟା ହେଲା ଏବଂ ସେମାନେ ତାର ମୁଖରେ ଜଳ ଢାଳିବାକୁ ଲାଗିଲେ। ସେମାନଙ୍କ ମଧ୍ୟରେ ଜଣେ ପୁଣ୍ୟାତ୍ମା ବ୍ୟକ୍ତି ମଧ୍ୟ ଥିଲେ। ସେ ସେହି ବଳଦର କଲ୍ୟାଣ ପାଇଁ ନିଜର ସମସ୍ତ ପୁଣ୍ୟ ତାକୁ ଦେଇଦେଲେ। ସେଠାରେ ଛିଡ଼ା ଥିବା କେତେକ ଲୋକ ମଧ୍ୟ ନିଜ ନିଜର ପୁଣ୍ୟ ସେହି ବଳଦକୁ ଅର୍ପଣ କଲେ। ଯେତେବେଳେ ସମସ୍ତେ ନିଜ ନିଜ ପୁଣ୍ୟ ସେହି ବଳଦକୁ ଦେଉଥିଲେ, ସେହି ଭିଡ଼ରେ ଜଣେ ବେଶ୍ୟା ମଧ୍ୟ ଛିଡ଼ା ହୋଇଥିଲା। ଏହା ସବୁ ଦେଖି ସେହି ବେଶ୍ୟା ମଧ୍ୟ ନିଜର ପୁଣ୍ୟ ସେହି ବଳଦକୁ ଦେଇଦେଲା। କିଛି କ୍ଷଣ ପରେ ସେହି ବଳଦର ମୃତ୍ୟୁ ହେଲା। ତାପରେ ସେହି ସ୍ଥାନରେ ଯମଦୂତମାନେ ଆସିଲେ ଏବଂ ସେହି ବଳଦର ଶରୀରରୁ ସେହି ବ୍ରାହ୍ମଣର ଆତ୍ମାକୁ ବାହାର କରି ଯମଲୋକକୁ ନେଇଗଲେ। ଯମଲୋକରେ ନେଇ ତାଙ୍କୁ ଯମରାଜଜୀଙ୍କ ସମ୍ମୁଖରେ ଛିଡ଼ା କରାଇଲେ। ଚିତ୍ରଗୁପ୍ତ ମହାରାଜ ତାଙ୍କର ଲେଖାଜୋଖା ଦେଖି ଆଶ୍ଚର୍ଯ୍ୟ ହେଲେ, କାରଣ ବେଶ୍ୟା ଦ୍ୱାରା ଦିଆଯାଇଥିବା ପୁଣ୍ୟ ସବୁଠାରୁ ବଡ଼ ଥିଲା। ଏହି ପୁଣ୍ୟର ପ୍ରଭାବରେ ସେହି ବ୍ରାହ୍ମଣର ସମସ୍ତ ଜନ୍ମର ପାପ ନଷ୍ଟ ହୋଇଗଲା। ତାପରେ ଯମରାଜଜୀ ସେହି ବ୍ରାହ୍ମଣର ସମସ୍ତ ପାପ କ୍ଷମା କରିଦେଲେ ଏବଂ କହିଲେ, ହେ ବ୍ରାହ୍ମଣ, ସେହି ବେଶ୍ୟା ତୁମକୁ ନିଜର ପୁଣ୍ୟ ଦେଇ ତୁମ ଉପରେ ବଡ଼ ଉପକାର କରିଛି। କେବଳ ତାର ପୁଣ୍ୟ ଯୋଗୁଁ ତୁମର ସମସ୍ତ ଜନ୍ମର ପାପ ନଷ୍ଟ ହୋଇଛି। ତାପରେ ଯମରାଜଜୀ ତାଙ୍କୁ ପୁନର୍ବାର ମନୁଷ୍ୟ ଯୋନିରେ ଜନ୍ମ ପ୍ରଦାନ କଲେ। ଏଇଥର ତାଙ୍କୁ ପୃଥିବୀରେ ଏକ ଉତ୍ତମ ପଣ୍ଡିତ କୁଳରେ ଜନ୍ମ ମିଳିଲା। ସେହି ମହାପୁଣ୍ୟର ପ୍ରଭାବରେ ତାଙ୍କୁ ଏହି ନୂଆ ଜନ୍ମରେ ପୂର୍ବ ଜନ୍ମର ସମସ୍ତ କଥା ମନେ ପଡ଼ିବାକୁ ଲାଗିଲା। ସେହି ବ୍ରାହ୍ମଣ ଉଠି ଛିଡ଼ା ହେଲେ ଏବଂ ତାଙ୍କୁ ମନେ ପଡ଼ିଲା ଯେ ପୂର୍ବ ଜନ୍ମରେ ଯେତେବେଳେ ସେ ବଳଦ ଥିଲେ, ଜଣେ ବେଶ୍ୟା ତାଙ୍କୁ ନିଜର ପୁଣ୍ୟ ଦେଇଥିଲେ। ତାଙ୍କ ମନରେ ସେହି ବେଶ୍ୟା ବିଷୟରେ ଜାଣିବାର ଇଚ୍ଛା ହେଲା। ସେହି ମହାପୁଣ୍ୟ ବିଷୟରେ ଜାଣିବା ପାଇଁ ସେ ସେହି ବେଶ୍ୟାର ଠିକଣା ଖୋଜି ତା ନଗରରେ ଗଲେ। ସେତେବେଳେ ସେହି ବେଶ୍ୟା ବୃଦ୍ଧା ହୋଇଯାଇଥିଲା। ଖୋଜିବା ପରେ ଯେତେବେଳେ ସେ ତାକୁ ପାଇଲେ, ସେ ତାଙ୍କ ସମ୍ମୁଖରେ ଯାଇ ବାରମ୍ବାର ପ୍ରଣାମ କରି ତାଙ୍କୁ ଧନ୍ୟବାଦ ଦେବାକୁ ଲାଗିଲେ। ତାପରେ ବେଶ୍ୟା କହିଲେ, ହେ ବ୍ରାହ୍ମଣ, ଆପଣ କିଏ ଏବଂ କେଉଁ କାରଣରୁ ଆପଣ ମୋତେ ଏକ ବେଶ୍ୟାକୁ ଧନ୍ୟବାଦ ଦେଉଛନ୍ତି? ମୁଁ ଆପଣଙ୍କର କେଉଁ କାମ କରିଛି ଯେ ଆପଣ ମୋତେ ବାରମ୍ବାର ଧନ୍ୟବାଦ ଦେଉଛନ୍ତି? ସେହି ବ୍ରାହ୍ମଣ କହିଲେ, ହେ ମାତା, ମୁଁ ସେହି ବଳଦ ଯାହାକୁ ତୁମେ ନିଜର ପୁଣ୍ୟ ଦେଇଥିଲ। ମୋ ପାପକର୍ମ ଯୋଗୁଁ ମୋତେ ପୂର୍ବଜନ୍ମରେ ବଳଦ ଜନ୍ମ ମିଳିଥିଲା। ସେହି ପର୍ବତରେ ଯେତେବେଳେ ମୁଁ ମରୁଥିଲି, ତୁମେ ମୋତେ ନିଜର ପୁଣ୍ୟଦାନ ଦେଇଥିଲ। ତୁମେ ଦେଇଥିବା ପୁଣ୍ୟର ପ୍ରଭାବ ଆଜି ମୋତେ ପୁନର୍ବାର ମନୁଷ୍ୟ ଜନ୍ମ ମିଳିଛି। ତୁମେ ଦେଇଥିବା ସେହି ପୁଣ୍ୟ ଯୋଗୁଁ ମୋତେ ମୋ ପୂର୍ବଜନ୍ମର ସମସ୍ତ କଥା ମନେ ଅଛି। କିନ୍ତୁ ମାତା,
ମୁଁ ଆଜି ଏଠାକୁ ଏହା ଜାଣିବା ପାଇଁ ଆସିଛି ଯେ ତମେ ମୋତେ ସେହି ସମୟରେ କେଉଁ ପୁଣ୍ୟଦାନ ଦେଇଥିଲ, ଯାହା ଯୋଗୁଁ ମୋ ସମସ୍ତ ଜନ୍ମର ପାପ ନଷ୍ଟ ହୋଇଗଲା। ମୁଁ ସେହି ପୁଣ୍ୟ ବିଷୟରେ ଜାଣିବାକୁ ଚାହୁଁଛି। ବ୍ରାହ୍ମଣର କଥା ଶୁଣି ବେଶ୍ୟା କହିଲେ, ହେ ବ୍ରାହ୍ମଣ, ମୁଁ ତ ମୋ ଜୀବନରେ କେବେ କୌଣସି ପୁଣ୍ୟ କାମ କରିନାହିଁ, କିନ୍ତୁ ମୋ ଘରେ ଏକ ଟିଆ ଅଛି, ଯେଉଁଠି ପିଞ୍ଜରାରେ ରହି ସବୁବେଳେ କିଛି ବୋଲି ଚାଲିଥାଏ। ତାର କଥା ଶୁଣି ଶୁଣି ମୋ ଅନ୍ତରାତ୍ମା ପବିତ୍ର ହୋଇଗଲା। ସେହି ଟିଆ ଦ୍ୱାରା ବୋଲାଯାଉଥିବା ମନ୍ତ୍ରର ପୁଣ୍ୟ ମୁଁ ତୁମକୁ ଦାନ ଦେଇଥିଲି। ତାପରେ ସେହି ବେଶ୍ୟା ଓ ବ୍ରାହ୍ମଣ ଟିଆ ପାଖକୁ ଗଲେ। ସେଠାରେ ପହଞ୍ଚି ବ୍ରାହ୍ମଣ ସେ ଟିଆକୁ ପଚାରିଲେ, ହେ ଟିଆ, ତୁମେ କେଉଁ ମନ୍ତ୍ର ବୋଲୁଛ, ଯାହା ଦ୍ୱାରା ଆମ ଜୀବନର ଉଦ୍ଧାର ହେଲା? ଏହି ମନ୍ତ୍ର ତୁମକୁ କିଏ ଶିଖାଇଲା ଏବଂ ଏହି ମନ୍ତ୍ରର ଅର୍ଥ କ'ଣ? ତାପରେ ସେହି ଟିଆ ନିଜର ପୂର୍ବ ଜନ୍ମର ବୃତ୍ତାନ୍ତ ଶୁଣାଇବାକୁ ଆରମ୍ଭ କଲା। ଟିଆ କହିଲା, ହେ ବ୍ରାହ୍ମଣ, ପୂର୍ବ ଜନ୍ମରେ ମୁଁ ଜଣେ ପଣ୍ଡିତ ଥିଲି। ମୁଁ ମୋ ଜ୍ଞାନର ଅହଙ୍କାରରେ ଅନ୍ଧ ହୋଇଯାଇଥିଲି। ମୁଁ କେବେ ଗୁରୁଜନମାନଙ୍କର ଆଦର କରିନଥିଲି। ସବୁବେଳେ ସେମାନଙ୍କ ଅପମାନ କରୁଥିଲି। ମୋ ଜ୍ଞାନ ଉପରେ ମୋତେ ଏତେ ଅହଙ୍କାର ହୋଇଯାଇଥିଲା ଯେ ମୋ ଭିତରେ କ୍ରୋଧ ବଢ଼ିଗଲା ଏବଂ କ୍ରୋଧ ଯୋଗୁଁ ମୁଁ ସମସ୍ତଙ୍କ ସହିତ ଦ୍ୱେଷ କରିବାକୁ ଲାଗିଲି। ଅନ୍ୟ ମନୁଷ୍ୟମାନଙ୍କୁ ମୁଁ ତୁଚ୍ଛ ମନେ କରୁଥିଲି ଏବଂ ବିଦ୍ୱାନମାନଙ୍କୁ ଭରା ସଭାରେ ଅପମାନ କରୁଥିଲି। ସମୟ ବିତିବା ପରେ ମୋର ମୃତ୍ୟୁ ହେଲା ଏବଂ ମୋତେ ଯମଲୋକକୁ ନିଆଗଲା। ପୂଜ୍ୟଜନ ଓ ଗୁରୁଜନମାନଙ୍କୁ ଅପମାନ କରିବା ଯୋଗୁଁ ମୋତେ ଟିଆ କୂଳରେ ପକାଇଲା ଏବଂ ମୋର ଜନ୍ମ ଏକ ଟିଆ ରୂପେ ହେଲା। ମୋ ପାପ କର୍ମ ଯୋଗୁଁ ଛୋଟ ବୟସରେ ହିଁ ମୋ ମାତା ପିତାଙ୍କ ଠାରୁ ବିଚ୍ଛେଦ ହେଲା। ମୁଁ ଗଛର ଡାଳରେ ବସି କାନ୍ଦୁଥିଲି। ସେହି ସମୟରେ କିଛି ଋଷି ସେହି ସ୍ଥାନ ଦେଇ ଯାଉଥିଲେ। ସେମାନେ ମୋର ଦୟନୀୟ ପୁକାର ଶୁଣି ମୋତେ ନେଇ ନିଜ ଆଶ୍ରମକୁ ଚାଲିଗଲେ। ସେଠାରେ ସେମାନେ ମୋତେ ଏକ ସୁନ୍ଦର ପଞ୍ଜରାରେ ରଖିଲେ ଏବଂ ମୋତେ ବହୁତ ଯତ୍ନ ନେଲେ। ସେମାନେ ମୋତେ ପ୍ରତିଦିନ ଖାଦ୍ୟ ଦେଉଥିଲେ ଓ ପଢ଼ାଉଥିଲେ। ସେହି ଆଶ୍ରମରେ ଅନେକ ଋଷି ମୁନି, ତାଙ୍କ ପତ୍ନୀ ଓ ବାଳକମାନେ ପ୍ରତିଦିନ ତୁଳସୀ ଗଛକୁ ଜଳ ଦେଉଥିଲେ ଏବଂ ତୁଳସୀ ସମ୍ମୁଖରେ ଏକ ମନ୍ତ୍ର ଜପ କରୁଥିଲେ। ସେମାନଙ୍କ ମୁଖରୁ ବାରମ୍ବାର ସେହି ମନ୍ତ୍ର ଶୁଣି ମୁଁ ତାହାକୁ ରଟି ନେଲି ଏବଂ ସେହି ମନ୍ତ୍ରକୁ ଜାଣିଗଲି। ସେହି ଦିନଠାରୁ ମୁଁ ସେହି ମନ୍ତ୍ରକୁ ଦିନ ରାତି ବୋଲୁଛି। ସେହି ମନ୍ତ୍ରର ପ୍ରଭାବରେ ମୋର କେବେ ମୃତ୍ୟୁ ହେଲା ନାହିଁ ଏବଂ ମୋର ଆୟୁ ଆଜି 100 ବର୍ଷ ହୋଇଛି। ମୁଁ ଏତେ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଛି। ଏକ ରାତିରେ ଜଣେ ଚୋର ସେହି ସ୍ଥାନକୁ ଆସିଲା ଏବଂ ମୋତେ ସେଠାରୁ ଚୋରି କରି ନେଲା। ତାପରେ ଏହି ବେଶ୍ୟା ମୋତେ ସେହି ଚୋରଠାରୁ କିଣି ନେଲା। ଏହି ବେଶ୍ୟାର ଘରକୁ ଆସିବା ପରେ ମୁଁ ସେହି ମନ୍ତ୍ରକୁ ବୋଲୁଛି। ତାହା ଶୁଣି ଏହି ବେଶ୍ୟାର ମନ ମଧ୍ୟ ପବିତ୍ର ହୋଇଗଲା ଏବଂ ସେ ବେଶ୍ୟାର କାମ ଛାଡ଼ି ଭଗବାନ ଶ୍ରୀହରିଙ୍କ ଭଜନ କୀର୍ତ୍ତନ ଆରମ୍ଭ କଲା। ସେ ଭଗବାନଙ୍କ ଭକ୍ତି କରିବା ଆରମ୍ଭ କଲା ଏବଂ ସେହି ମନ୍ତ୍ରର ପ୍ରଭାବରେ ଏହି ବେଶ୍ୟାର ଆତ୍ମା ମଧ୍ୟ ପବିତ୍ର ହେଲା। ହେ ବ୍ରାହ୍ମଣ, ସେହି ମନ୍ତ୍ରର ପୁଣ୍ୟରେ ଏବେ ତୁମେ ମଧ୍ୟ ମୁକ୍ତ ହୋଇଛ। ଏହିପରି ଟିଆ ସେହି ବ୍ରାହ୍ମଣ ଓ ବେଶ୍ୟାକୁ ସମସ୍ତ ବୃତ୍ତାନ୍ତ ଶୁଣାଇଲା। ଏହା ଶୁଣି ସେହି ବ୍ରାହ୍ମଣ ଓ ବେଶ୍ୟା ଉଭୟ ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାପରେ ସେମାନେ ଦୁହେଁ ପ୍ରତିଦିନ ତୁଳସୀକୁ ଜଳ ଦେଇ ସେହି ମନ୍ତ୍ରର ଜପ କରିବାକୁ ଲାଗିଲେ। ତାପରେ ସେହି ଟିଆ, ବେଶ୍ୟା ଓ ବ୍ରାହ୍ମଣ ତିନି ଜଣ ସେହି ମନ୍ତ୍ରର ପ୍ରଭାବରେ ଦିବ୍ୟ ବିମାନରେ ବସି ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଲୋକକୁ ଚାଲିଗଲେ। ଏହି ସମସ୍ତ ବୃତ୍ତାନ୍ତ ଶୁଣାଇ ଭଗବାନ ଶ୍ରୀରାମ କହିଲେ, ହେ ଦେବୀ, ଦେଖିଲ ନା, କେବଳ ତୁଳସୀର ଏହି ମନ୍ତ୍ରର ପ୍ରଭାବରେ ହିଁ ଟିଆ, ବେଶ୍ୟା ଓ ସେହି ବ୍ରାହ୍ମଣର ସମସ୍ତ ପାପ ନଷ୍ଟ ହୋଇଗଲା। ତେଣୁ ସମସ୍ତ ମନୁଷ୍ୟ ପ୍ରତିଦିନ ତୁଳସୀକୁ ଜଳ ଦେବା ସମୟରେ ଏକ ମନ୍ତ୍ରର ଉଚ୍ଚାରଣ କରିବା ଆବଶ୍ୟକ। ହେ ଦେବୀ, ସେହି ମନ୍ତ୍ର ଏହିପରି ଅଟେ, ତୁମେ ମଧ୍ୟ ଧ୍ୟାନରେ ଶୁଣ। ଓଁ ଶ୍ରୀ ହରିପ୍ରିୟା ନମଃ, ଓଁ ଶ୍ରୀ ହରିପ୍ରିୟା ନମଃ, ଓଁ ଶ୍ରୀ ହରିପ୍ରିୟା ନମଃ। ଯେଉଁ ନାରୀ ନିତ୍ୟ ତୁଳସୀ ସମ୍ମୁଖରେ ଏହି ମନ୍ତ୍ରର ଉଚ୍ଚାରଣ କରିବ, ସେ ସୌଭାଗ୍ୟଶାଳୀ ହେବ। ଯେଉଁ ପୁରୁଷ ତୁଳସୀ ସମ୍ମୁଖରେ ଏହି ମନ୍ତ୍ରର ଉଚ୍ଚାରଣ କରିବ, ତାକୁ ଅପାର ଧନର ପ୍ରାପ୍ତି ହେବ। ଯେଉଁ ଘର ସମ୍ମୁଖରେ ନିତ୍ୟ ତୁଳସୀର ପୂଜା ହେବ, ସେହି ଘରେ ସାକ୍ଷାତ୍ ମା ଲକ୍ଷ୍ମୀର ବାସ ହେବ। ତୁଳସୀଜୀଙ୍କର ଏହି ମନ୍ତ୍ର ରାଜକଳ୍ପତରୁ ଅଟେ। ଏହା ସମସ୍ତ ଫଳ ପ୍ରଦାନ କରୁଛି। ତେଣୁ ଯେଉଁ ବ୍ୟକ୍ତି ତୁଳସୀ ସମ୍ମୁଖରେ ଏହି ମନ୍ତ୍ର ଉଚ୍ଚାରଣ କରିବ, ତାକୁ ସମସ୍ତ ସିଦ୍ଧି ପ୍ରାପ୍ତ ହେବ। ନାରୀମାନେ ସଦା ସ୍ନାନ କରି ନିଜ କେଶ ବାନ୍ଧି ମହାଙ୍ଗରେ ସିନ୍ଦୁର ପୁରାଇ ନିତ୍ୟ ତୁଳସୀକୁ ଜଳ ଦେଇ ଏହି ମନ୍ତ୍ର ଉଚ୍ଚାରଣ କରିବା ଉଚିତ। ପ୍ରତିଦିନ ତୁଳସୀ ଗଛର ପରିକ୍ରମା କରିବା ସହିତ ସମସ୍ତ ପାପ ନଷ୍ଟ ହୋଇଯାଏ।
प्रतिदिन संध्या समय तुलसी निकट में दीप जालतु एवं तुलसी निकट में बसी भगवान विष्णुଙ୍କର आराधना करंतु। तुलसी निकट में दीप जालिबा द्वारा मनुष्य को धन धान्यर प्राप्ति हुए। हजार अमृतर घटारे स्नान कले श्रीहरि को एत तृप्ति मिले नहीं जेते मनुष्य द्वारा तुलसीर एकमात्र एक पत्र चढ़ाइबा द्वारा हुए। हजार गाईर दानरू मनुष्य जो फल पाई से फल तुलसी पत्र दानरू पाई। एहीपरि भगवान श्रीराम माता सीता जी को तुलसी जी महात्मा शुणाइले। यह तुलसी माता पवित्र कथा। समस्ते मिसी प्रेम कहतु तुलसी मैया जय हो। श्रीहरि विष्णु भगवान जी जय हो। आपण को यह वीडियो किपरि लगला दयाकरी कमेंट माध्यम जणाइबे। रहुछि जय श्रीहरि विष्णु जय हो। तुलसी मैया जय हो।